ଆଲୋଚନା କେମିତି ହେଲା, କଣ ସବୁ ଆଲୋଚନା ହେଲା? ଦେଖନ୍ତୁ ଦ୍ୱିତୀୟ ବର୍ଷ ଏଇ ଯୋଉ ଜଗନ୍ନାଥ ମହୋତ୍ସବ ହଉଛି, ଜଗନ୍ନାଥଙ୍କର ଆଶୀର୍ବାଦରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁରା ଠିକ ଠାକ ଆମେ କାର୍ଯ୍ୟକ୍ରମ ଚାଲୁ ରହିଛି। ଆମର ଇଭେଣ୍ଟର ମଧ୍ୟ କାମ ଷ୍ଟାର୍ଟ ହେଇଗଲାଣି। ଆମେ 29 ତାରିଖ ଦିନ ଭୂମି ପୂଜନ କାର୍ଯ୍ୟକ୍ରମ ଅଛି, ଯୋଉଥିରେ ଆମେ ବିଭିନ୍ନ କାର୍ଯ୍ୟକ୍ରମ ରଖିଛୁ। ଦିନ ହଡ଼ସ୍ପୁରରୁ ଆମେ ଯୋଉ ଆଜ୍ଞାମାଳ ଆସିଲା ପରେ ଆମକୁ ପାଛୋଟି ନେବେ ବାଇକ୍ ରାଲି ଗୋଟେ ରଖାହେଇଛି, ଯୋଉଥିରେ ସମସ୍ତେ ସାମିଲ ହେବେ। ତାପରେ ଆମେ 29 ତାରିଖରୁ ଆନୁଷ୍ଠାନିକ ଭାବେ ରଥ ମଧ୍ୟ ଆମର 45ଟି ପଞ୍ଚାୟତ ବୁଲିବ। ଆଉ ଏଥିରେ ମଧ୍ୟ ସେଇଦିନ ମଧ୍ୟ ସାଧୁ ସନ୍ଥ ମଧ୍ୟ ଆମ ସହିତ କିଛି ଯୋଗଦାନ କରିବେ। ତେଣୁ 29 ତାରିଖରୁ ଆନୁଷ୍ଠାନିକ ଭାବେ ଜଗନ୍ନାଥ ମହୋତ୍ସବର ଯୋଉ ଏ ମହଲଟା ଏ ଅଞ୍ଚଳରେ ଲୋକ ଅନୁଭବ କରିବେ। ଏ କାର୍ଯ୍ୟକ୍ରମ ସଫଳ ହବା ପାଇଁ ଯୋଉ ଯାହା ଦରକାର ଆମେ ମଧ୍ୟ କରିବାକୁ ଚେଷ୍ଟା କରୁଛୁ। ମୁଁ ବି ଦେଖୁଛି ଆଉ ଚେଷ୍ଟା କରୁଛୁ, ଏଇଟା ବହୁତ ବଢିଆ ଆଗରେ କରିବୁ, ଯୋଉଟା ଓଡିଶାରେ କୋଉଠି ହେଇନି। ଫାର୍ଷ୍ଟ ଟାଇମ ଜଗନ୍ନାଥଙ୍କ 24 ବେଶ ସହିତ ନୀଳମାଧବଙ୍କର ମଧ୍ୟ 10ଟି ବେଶ ଦେଖିବେ। ତାପରେ ଆହୁରି ବିଭିନ୍ନ ଜଗନ୍ନାଥଙ୍କର ଆମେ ଯୋଉ ତାଙ୍କର ପ୍ରଦର୍ଶନୀ, ପୁସ୍ତକ ପ୍ରଦର୍ଶନୀ ହଉ କି ବସ୍ତ୍ର ପ୍ରଦର୍ଶନୀ, ଏଇଭଳିଆ ବହୁତ କାର୍ଯ୍ୟକ୍ରମ ରହିଛି। ଜଗନ୍ନାଥଙ୍କର ଚିତ୍ର ପ୍ରତିଯୋଗିତା, ଭଜନ, ଓଡିଶାର ସୁନାମଧନ୍ୟ ସଙ୍ଗୀତକାର ମାନେ ଆସିକି ଭଜନ ପରିବେଷଣ କରିବେ। ବହୁତ ଗୁଡାଏ କାର୍ଯ୍ୟକ୍ରମ ଯୋଉଟା ମୁଁ ଚେଷ୍ଟା କରୁଛି କେମିତି ଆ ଭିତରେ ଆଡ୍ କରିକି ଏ ମହୋତ୍ସବକୁ ପୁରା ସୁଚାରୁ ରୂପେ ପରିଚାଳନା କରିହେବ, ତା ପାଇଁ ସମ୍ପୂର୍ଣ୍ଣ ଭାବରେ ମୁଁ ଚେଷ୍ଟା କରୁଛି ହେବା ପାଇଁ। ଆଉ ଏଥିରେ ଯୋଉ ସହଯୋଗ ମିଳୁଛି, ବିଶେଷ କରି ଦିନକୁ ଦିନ ଆମ ସହିତ ବହୁତ ଲୋକ ମାନେ ମିଶୁଛନ୍ତି, ଆମକୁ ସେଇଟା ଲାଗୁଛି ଆଗାମୀ ଦିନରେ ନିଶ୍ଚିନ୍ତ ଭଲ ଭାବରେ ଆମେ ସଫଳ ହବୁ ଏ କାର୍ଯ୍ୟକ୍ରମ। ମାନ୍ୟବର ନିଆଳି ବିଧାୟକଙ୍କ ସୁନ୍ଦର ପରିକଳ୍ପନା ଶ୍ରୀ ଜଗନ୍ନାଥ ମହୋତ୍ସବ 2026। ଏହି ମହୋତ୍ସବ ଫେବୃଆରୀ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମହୋତ୍ସବ ଫେବୃଆରୀ 12ରୁ ଏନ୍କେ ମିଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲରେ ସିଧାସଳଖ ଲାଇଭ୍ ପ୍ରସାରଣ। ଏବେ ଘରେ ବସି ନିଜ ମୋବାଇଲରେ ମହୋତ୍ସବର ଆନନ୍ଦ ଉପଭୋଗ କରନ୍ତୁ। ଆଜିଠାରୁ ଏନ୍କେ ମିଡ଼ିଆ ୟୁଟ୍ୟୁବ୍ ଓ ଫେସବୁକ୍ ପେଜ୍ ଫଲୋ କରନ୍ତୁ।